अभिशाप केभी न हेबा अन्यथा सप्ताह दिन मध्य मृत्यु अटे मोर सुनिश्चित अभिशप्त जीवन आंभर सप्ताह दिन मध्य भांगी जीव संख्या जीवा मातार सिंदूर तेणु तुम्हें फेरी जा तुम पितृआलय को कौन कहलो वो चले जीवी मो पितृआलय को केमिति चले जीवी मो अरे तुम्हें कौन जानी ना जड़े अविवाहिता नारी तोरे मतरे शंका मतरे सिंदूर नाई सारिबा परे पिता घर एरुंडी बंध नहीं ए शाशु घर को आसीबा परे तापय पर शाशु घर होची स्वर्ग द्वार शाशु शशुर को सेवा करबा होची तारी धर्म तुम्हें कौच मु एठारु चली जीवी केमिति केमिति तुम मानक मो दुख सागर रे बसे दे मु एठारु चली जीवी हे स्वामी जदि कि एरुंडी बंध नहीं थाए ताने से दिन जो दिन ता सब जाए मसाणी को देखो भासी आसुचे सारो जरा दे अविलंब करवा कहे कि चलो चलो हमें भी जरा आत्महत्या कर देबा चलो प्रिय हमें भी जरा आत्महत्या कर देबा रही जाओ लो माँ सुचित्रा आमर प्रणाम घिनंतु देवर्षि उठो उठो बाबा चंद्रकेतु उठ लो माँ सुचित्रा अरे बाबा चंद्रकेतु देवर्षि कि निमंते पति पत्नी दुहे सरजुरे करो आत्म विसर्जन आपनको घर जना देवर्षि नारायण 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 हे बाबा चंद्रकेतु तुमको सिना ऋषि विश्वामित्र प्रभु रामचंद्र को शपथ कराई सप्ताह दिन रे मागी छंती तुमर छिन्न मस्तक हेले मालो सुचित्रा तुमर बाकी अभाव स्वामी प्राण बंचाइबा परिवर्ते स्वामी हरे हाँ मिसाई शेष को तुम्हें मध्य आगभर होइछ प्राण विसर्जन निमंते आपण कहिले देवर्षि मो पाखरे जते बेले उपाय शून्य हो जाइछि ओ कोन करतांती नारायण 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 अलो सहरी गलु गलु लो जुबा बयस व्यर्थ गलु सहरी गलु गलु लो
ମା ସୁଚିତ୍ରା କର୍ମ କେତୁର ଗୋବର ମାଟି ଯିବାକୁ ବସିଲା ଫସର ଫାଟି ଆଲ ସମୁଦ୍ରକୁ ଡେଇଁଥିଲେ ତୋ ଜେଜେ ନଦୀରେ ଜୀବନ କାହିଁକି ହାରୁ ସରି ଗଲୁ ଗଲୁ ଲୋ ଆଲୁମା ସୁଚିତ୍ରା ଯାର ଜେଜେ ବାପା ଶ୍ରୀ ହନୁମନ୍ତ ତାହାଠାରେ କାହିଁ ଅଛି ଅଭାବ ଆଲ ଯେପରି ଚାହିଁଲେ ସେପରି ହେବ ରୋହିତ ନାଗେଶ ବୋଲେ କାହିଁକି ଭାଲୁ ସରି ଗଲୁ ଗଲୁ ଲୋ ସୁଚିତ୍ରା ଜେଜେ ବାପା ତୁମର ଅଟନ୍ତି ମହାବଳୀ ସଙ୍କଟ ମୋଚନ ହନୁମାନ ଯେତେ ବଡ଼ ବିପଦ ମାରି ଆସିଲେ ମଧ୍ୟ ତାଙ୍କର ନାମ ସ୍ମରଣ କରନ୍ତେ କିଞ୍ଚିତ ମାତ୍ରକେ ବିପଦ ଖଣ୍ଡନ ହୋଇଥାଏ ଏଭଳି ବୀର ତୁମ ଘରେ ଥାଉ ଥାଉ ତୁମେ ପୁଣି ଆତ୍ମବିସର୍ଜନ କରିବ ନାଇଁ ଲୋ ମା ନାଇଁ ବାଲୋ ସୁଚିତ୍ରା ହନୁମନ୍ତ ହେଉଛନ୍ତି ପ୍ରଭୁ ରାମଚନ୍ଦ୍ରଙ୍କର ଅନନ୍ୟ ସେବକ ସେ ତ ପ୍ରଭୁ ସହିତ ସିଧାସଳଖ ବାଦ ବିବାଦ କରିପାରିବେନି ସେଇ ନିମନ୍ତେ ଗୋଟାଏ ଉପାୟ କରିବାକୁ ପଡ଼ିବ ଆଉ ସେ ଉପାୟଟି କହିଲେ ମାତା ଅଞ୍ଜନା 5 ମାସ କାଳ ତପସ୍ୟା କରି ଫେରିଛନ୍ତି କ୍ଷଣିକ ପର୍ବତୀ ସ୍ୱଚ୍ଛ ମନୋଭାବ ଅଛି ତାଙ୍କରି ଏ ସମୟରେ ତୁମେ ଯାହା ମାଗିବ ମାତା ନିଶ୍ଚୟ ତୁମକୁ ପ୍ରଦାନ କରିବେ ମାଲୋ ପତି ପତ୍ନୀ ଦୁହେଁ ଚାଲିଯାଅ କ୍ଷଣିକ ପର୍ବତୀ ପ୍ରଥମରେ ମାତା ଅଞ୍ଜନାକୁ ସତ୍ୟ ସତ୍ୟ ତ୍ରିବାର ସତ୍ୟ କରାଇବ ଆଉ ଯେତେବେଳେ ମାତା ଅଞ୍ଜନା ସତ୍ୟ କରିବେ ତାପରେ ନିଜ ଦୁଃଖ ଜଣାଇ ମାଙ୍କ ଚରଣ ତଳେ ଶରଣ ଭିକ୍ଷା ମାଗିବ ଥରେ ଯଦି ମାତା ଅଞ୍ଜନା ତୁମକୁ ଶରଣ ଦିଅନ୍ତି ମହାବଳୀ ହନୁମନ୍ତ ସାଜିବ ତୁମର ରକ୍ଷା କବଚ କ୍ଷତି କରିପାରିବନି ଋଷି ବିଶ୍ୱାମିତ୍ରଙ୍କର ଅଭିଶାପ ଆଉ କ୍ଷତି କରିପାରିବନି ପ୍ରଭୁ ରାମଚନ୍ଦ୍ରଙ୍କର ବ୍ରହ୍ମାସ୍ତ୍ର ହେଲେ ମାଲୁ କାଳ ବିଳମ୍ବ ନ କରି ସ୍ୱାମୀକୁ ତୋହର ଘେନି ଯାଅ କ୍ଷଣିକ ପର୍ବତୀ ପତି ପତ୍ନୀ ଦୁହେଁ ଶରଣ ପଶ ଯାଇ ମାତା ଅଞ୍ଜନାଙ୍କ ନିକଟେ ନିଶ୍ଚୟ ତୁମର କଲ୍ୟାଣ ହେବ ଲୋ ମା ନିଶ୍ଚୟ ତୁମର କଲ୍ୟାଣ ହେବ ନାରାୟଣ 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 ଶୁଣିଲେ ତୋର ସେ ଦେବର୍ଷିଙ୍କ କଥା ହଁ ପ୍ରିୟ ଚାଲ ସ୍ୱାମୀ ଚାଲ ମାତା ଅଞ୍ଜନା ପାଖରେ ଶରଣ ପଶିବା ତେବେ ଚାଲ ଯିବା ପ୍ରିୟ ମାତା ଅଞ୍ଜନା ପାଖେ ଶରଣ ପଶିବା